प्रथम इतिवृत्त अध्याय 1। आदाम ठारू अब्राहम पर्यंत वंशावली। आदाम, सेत, एनोस, केनान, महालाएल, जेरेद, एनोक, मेथुसाला, लामेक, नोहा, शेम, हाम व जाफेत। जाफेतर पुत्र माने गमेर, मागेग, मादाई, जाबान, तुबाल, मेसेक व तिरास। गमेरर पुत्र माने आस्केनास, दिफात व तेरगाम। जबानर पुत्र माने एलिसा, तिर्सिस, कितिम, रेदानिम, हमार व हमार पुत्र माने कुश, इजिप्ट, पुत व कानान। कुशर पुत्र माने सेबा, हाबिला, साबता, रामा व साबतेका। राआमार पुत्र माने सेबा व देदान। कुश निम्रदर पुत्र थिले, से भूपृष्ठरे शक्तिशाली हेला। इजिप्टर लुदिम, आनामिम, लेहाबिम, नाफातुहिम, पात्रुसीम, कालासुहिम व काप्तरिम पुत्रगण थिले। फिलिस्तीय मानक उद्भव काल सुहिमଙ୍କ ଠାରୁ ହୋଇଥିଲା। ସିଦନ କାନାନର ପ୍ରଥମ ଜାତ ପୁତ୍ର ଓ ହେତ ତାର ଦ୍ୱିତୀୟ ପୁତ୍ର ଥିଲେ। ଜେବୁସୀୟ, ଆମୋରୀୟ, ଗିର୍ଗସୀୟ, ହିବୀୟ, ଆର୍କିୟ, ସିନୀୟ, ଆର୍ବତୀୟ, ସେମାରୀୟ ଓ ହାମାଥୀୟ ମାନେ କାନାନରୁ ଜାତ ହୋଇଥିଲେ। ଏଲାମ, ଆସୁସ, ଆରଫକ୍ସାଦ, ଲୁଦ, ଆରାମ, ଉସ, ହୁଲ, ଗେଥେର ଓ ମେସେକ ସେମର ପୁତ୍ର ଥିଲେ। ଆରଫକ୍ସାଦ ସେଲାର ଓ ସେଲା ଏବେରର ପିତା ଥିଲେ। ଏବେର ଠାରୁ 2 ଜଣ ପୁତ୍ର ଜାତ ହେଲେ, ପେଲେଗ ଓ ତାର ଭ୍ରାତା ଜକଥାନ। ପେଲେଗର ଜୀବନ କାଳରେ ପୃଥିବୀ ବିଭକ୍ତ ହେଲା। ଜକଥାନର ପୁତ୍ରଗଣ ଆଲମଦାଦ, ଶେଲେଫ, ହାସର ମାବେତ, ଜେରାହ, ହାଦେରାମ, ଉସାଲ, ଦିକ୍ଲା, ଏବାଲ, ଆବିଏମାଏଲ, ସେବା, ଅଫିର, ହାବିଲା ଓ ଜବାବ। ଏମାନେ ସମସ୍ତେ ଜକଥାନର ପୁତ୍ର ଥିଲେ। ସେମ, ହାରପକ୍ସାଦ, ଶେଲା, ଏବର, ପେଲେଗ, ରେଉ, ସେରୁଗ, ନହର, ତେରା ଓ ଆବ୍ରାହାମ। ବନାମ ଆବ୍ରାମ ସେମର ବଂଶଜମାନେ ଅଟନ୍ତି। ଆବ୍ରାହାମଙ୍କ ସନ୍ତାନଗଣ ଇସାହାକ ଓ ଇସମାଏଲ ଆବ୍ରାହାମଙ୍କ ପୁତ୍ର ଥିଲେ। ସେମାନଙ୍କ ବଂଶ ପରମ୍ପରା ନେବାୟାତ ଇସମାଏଲର ପ୍ରଥମ ଜାତର ପୁତ୍ର ଥିଲେ। ତା ବ୍ୟତୀତ କେଦାର, ଆଦବେଲ, ମିବସାମ, ମିସାମ, ଦୁମା, ମାସା, ହାଦାଦ, ତେମା, ଜେଥୁର, ନାଫିସ ଓ କେଦେମା ମଧ୍ୟ ଇସମାଏଲର ପୁତ୍ର ଥିଲେ। ଏମାନେ ସମସ୍ତେ ଇସମାଏଲର ପୁତ୍ର। ଆବ୍ରାହାମଙ୍କ ଉପପତ୍ନୀ କେଥୁର ଠାରୁ ଜାତ ପୁତ୍ରମାନଙ୍କ ନାମ ବିବରଣୀ: ସିମରାନ, ପୋକ୍ସାନ, ମେଦାନ, ମିଦିଆନ, ଇସବାକ ଓ ସୁଆ। ସେବା ଓ ଦଦାନ ଜେକସାନର ପୁତ୍ର ଥିଲେ। ମିଦିଆମାନଙ୍କ ପୁତ୍ରଗଣ ଏଫା, ଏଫେର, ହାନକ, ଆବିଦା ଓ ଏଲଦା। ଏମାନେ ସମସ୍ତେ କେଥୁରାର ବଂଶଧର ଅଟନ୍ତି। ଆବ୍ରାହାମ ଇସାକଙ୍କ ପିତା ଥିଲେ ଏସାଉ ଓ ଇସ୍ରାଏଲର ଇସାକଙ୍କ ପୁତ୍ର ଥିଲେ ଏସାଉଙ୍କ ପୁତ୍ରଗଣ ଏଲିଫାସ, ରେଉଏଲ, ଜେଉସ, ଜାଲମ ଓ କରହ। ଏଲିଫାସର ପୁତ୍ରଗଣ ତେମାନ, ଓମରା, ସେଫି, ଗାଥାମ, କେନାସ, ତିମ୍ନା ଓ ଆମଲେକ। ନାହାତ, ସେରା, ସାମ୍ହା, ମିଶୋସା ରେଉଏଲର ପୁତ୍ର ଥିଲେ। ସେଇଇର ପୁତ୍ରଗଣ ଲଥାନ, ଶେବଲା, ସିବେୟାନ, ଆନହ,
ଦିଶନ, ଏସର ଓ ଦିଶାନ। ଲେଥାନର ପୁତ୍ରମାନେ ହରି ଓ ହେମାମ। ତିମ୍ନା ଲେଥାନର ସହୋଦରୀ ଥିଲେ। ଆଲିଆନ, ମାନାହାତ, ଏବାଲ, ସେଫି ଓ ଅନାମ। ଶବାଲର ପୁତ୍ର ଥିଲେ ସିବେୟାନର ପୁତ୍ରଗଣ ଆଇୟା, ଆନାହ, ଦିଶନ। ଆନାହର ପୁତ୍ର ଥିଲା। ହାମରାନ, ଏସବାନ, ଇତ୍ରାନ ଓ କେରାନ ଦିଶନର ପୁତ୍ର ଥିଲେ। ଏସରର ପୁତ୍ରଗଣ ବିଲିହାନ, ସାବାନ ଓ ଜାକାନ। ଉସ ଓ ଆରାନ ଦିଶାନର ପୁତ୍ର ଥିଲେ। ଇସ୍ରାଏଲୀୟମାନଙ୍କ ମଧ୍ୟରେ କୌଣସି ରାଜା ରାଜତ୍ୱ କରିବାକୁ ଆରମ୍ଭ କରିବା ପୂର୍ବରେ ଏଦୋମୀୟ ଦେଶରେ ରାଜୁତି କରିଥିବା ରାଜାମାନଙ୍କ ନାମ ବିବରଣୀ। ବେୟେରର ପୁତ୍ର ବେଲା, ସେ ଦିନହାବା ନଗରୀବାସୀ ଥିଲା। ବେଲାର ମୃତ୍ୟୁ ପରେ ବସ୍ରାବାସୀ ସେରାହର ପୁତ୍ର ଜବାବ ତା ପରିବର୍ତ୍ତେ ରାଜୁତି କଲା। ଜବାବର ମୃତ୍ୟୁ ପରେ ତେମାନିଆ ବଂଶଜ ଲୋକମାନଙ୍କ ଦେଶବାସୀ ହୁସାମ ତା ପରିବର୍ତ୍ତେ ରାଜ୍ୟ ଶାସନର ଦାୟିତ୍ୱ ଗ୍ରହଣ କଲା। ହୁସାମର ମୃତ୍ୟୁ ପରେ ବେଦାଦର ପୁତ୍ର ହାଦାଦ ତା ପରିବର୍ତ୍ତେ ରାଜୁତି କଲା। ସେ ଆବିତ ନଗରୀବାସୀ ଥିଲା ଓ ମୋଆବ ଦେଶସ୍ଥ ମିଦିଆନୀୟମାନଙ୍କୁ ଯୁଦ୍ଧରେ ପରାଜିତ କଲା। ହାଦାଦର ମୃତ୍ୟୁ ପରେ ମାସରେକାବାସୀ ସିମ୍ଲା ତା ପରିବର୍ତ୍ତେ ରାଜ୍ୟ ଶାସନର ଦାୟିତ୍ୱ ଗ୍ରହଣ କଲା। ସାମ୍ଳାର ମୃତ୍ୟୁ ପରେ ୟୁଫ୍ରେଟିସ୍ ନଦୀ ତଟଦେଶ ରହବାଥବାସୀ ସାଉଲ ତା ପରିବର୍ତ୍ତେ ରାଜୁତି କଲା। ସାଉଲର ଦେହାନ୍ତ ପରେ ଆଖବରର ପୁତ୍ର ବାଲହାନାନ ତା ପରିବର୍ତ୍ତେ ରାଜ୍ୟ ଶାସନ ଆରମ୍ଭ କଲା। ବାଲହାନାନର ମୃତ୍ୟୁ ପରେ ହାଦାଦ ତା ପରିବର୍ତ୍ତେ ରାଜୁତି କଲା। ସେ ପାଇ ନଗରୀବାସୀ ଥିଲା ଓ ମେସେହାବର ପୌତ୍ରୀ ତଥା ମାତ୍ରେଦର କନ୍ୟା ମେହେତାବଲ ତାର ପତ୍ନୀ ଥିଲା। ହାଦାଦ ମୃତ୍ୟୁବରଣ କଲା। ଏଦୋମୀୟ ଦେଶବାସୀ ପ୍ରମୁଖ ବ୍ୟକ୍ତିଗଣ ତିମ୍ନା, ଆଲିୟା, ଜେଥେଜ, ଓହଲିବାମା, ଏଲା, ପିନନ, କେନାସ, ତେମାନ, ମିବସାର, ମାଗଦିଏଲ ଓ ଇରାମ ଏମାନେ ଏଦୋମୀୟ ଦେଶବାସୀ ପ୍ରମୁଖ ବ୍ୟକ୍ତି ଥିଲେ। ପ୍ରଥମ ଇତିବୃତ୍ତ ଅଧ୍ୟାୟ 2। ଜୁଦାର ବଂଶ ପରମ୍ପରା। ଇସ୍ରାଏଲୀୟମାନଙ୍କ ପୁତ୍ରମାନଙ୍କ ନାମ ବିବରଣୀ। ରେଉବେନ, ସିମେୟାନ, ଲେବି, ଜୁଦା, ଇସାକାର, ସେବୁଲୁନ, ଦାନ, ଯୋସେଫ, ବେଞ୍ଜାମିନ, ନାଫତାଲି, ଗାଦ ଓ ଆସେର। ଜୁଦାର ପୁତ୍ରଗଣ ଏର, ଓନାନ ଓ ସେଲା। ଏମାନଙ୍କର ମାତା କାନାନିଆ ବାତ୍ସୁଆ ଥିଲା। ଜୁଦାର ପ୍ରଥମ ଜାତ ପୁତ୍ର ଅର ପ୍ରଭୁଙ୍କ ସନ୍ନିଧାନରେ ଦୁଷ୍ଟ ଥିବାରୁ ପ୍ରଭୁ ତାକୁ ନିଧନ କଲେ। ଜୁଦାର ଔରସରୁ ତାର ପୁତ୍ରବଧୂ ଥାମାର, ପେରେସ ଓ ସେରାହ ନାମକ 2 ଜଣ ପୁତ୍ରଙ୍କୁ ଜନ୍ମ ଦେଲା। ଏପରି ସର୍ବମୋଟ ଜୁଦାର 5 ଜଣ ପୁତ୍ର ଥିଲେ। ପେରେସର ପୁତ୍ରଗଣ ଏସ୍ରନ ଓ ହାମୁଲ। ସିମ୍ରି, ଏଥାନ, ହେମାନ, କାଲକେଲ ଓ ଦାରା ପ୍ରଭୃତି 5 ଜଣ ବ୍ୟକ୍ତି ସେରାହର ପୁତ୍ର ଥିଲେ। ଉତ୍ସର୍ଗିତ ବସ୍ତୁକୁ ଅପହରଣ କରି ଇସ୍ରାଏଲର ଅନିଷ୍ଟକର୍ମ ସାଧନ କରିଥିବା ଆକାରର କାର୍ମିର ପୁତ୍ର ଥିଲା। ଏଥାନର ପୁତ୍ର ଆସାରିଆ ଥିଲା। ଏସ୍ରାନର ପୁତ୍ରମାନେ ଜେରହାମେଲ, ରାମ ଓ କେଲୁବାଲ। ରାମ ଆମିନାଦାବର ଓ ଆମିନାଦାବ ଜୁଦା ଗୋଷ୍ଠୀର ଜଣେ ନେତା। ନାହାଶେନର ପିତା ଥିଲେ। ନାହାଶେନ ସାଲମାର ଓ ସାଲମା ବୋଆଜର ପିତା ଥିଲେ। ବୋଆଜ ଓବେଦର ଓ ଓବେଦ ଜେସେର ପିତା ଥିଲେ। ଜେସେର ପୁତ୍ରଗଣ ତାର ପ୍ରଥମ ଜାତ ପୁତ୍ର ଏଲିଆବ, ଦ୍ୱିତୀୟ ପୁତ୍ର ଆମିନାଦାବ, ତୃତୀୟ ପୁତ୍ର ସିମେୟା, ଚତୁର୍ଥ ପୁତ୍ର ନେଥାନେଲ, ପଞ୍ଚମ ପୁତ୍ର ଗଧାଇ, ଷଷ୍ଠ ପୁତ୍ର ଅସେମ ଓ ସପ୍ତମ ପୁତ୍ର ଦାବିଦ। ଏ ସମସ୍ତଙ୍କର ଭଗ୍ନୀ ଥିଲେ ସେରୁଇୟା ଓ ଆବିଗାଇଲ। ସେରୁଇୟାର ପୁତ୍ରମାନେ ଆବିସାଇ, ଯୋଆବ ଓ ଆସାହେଲ।
ଆମାସି ନାମକ ଜଣେ ପୁତ୍ରକୁ ଆବିଗାଇଲ ଜନ୍ମ ଦେଲା। ଇସମାଏଲିଏ ଜେଥେରର ଥିଲା। ଆମାସାର ପିତା ହେଜ୍ରେନର ପୁତ୍ର କାଲେବ ଠାରୁ ତାର ପତ୍ନୀ ଆସୁବା ଜେରିୟତ ନାମକ ଜଣେ ପୁତ୍ରକୁ ଜନ୍ମ ଦେଲା। ତାର ଅନ୍ୟ ପୁତ୍ରମାନେ ଜେସେର, ସେବାବ ଓ ଆରବନ। ଆସୁବାର ମୃତ୍ୟୁ ପରେ କାଲେବ ଏଫ୍ରାତ ସହ ବିବାହିତ ହେଲା ଓ ସେ ହୁର ନାମକ ଜଣେ ପୁତ୍ରକୁ ଜନ୍ମ ଦେଲା। ହୁର ଉରିର ଓ ଉରି ବେସଲେଲର ପିତା ଥିଲା। ହେଜରନ ନିଜ 60 ବର୍ଷ ବୟସରେ ମାଖିରର କନ୍ୟାକୁ ବିବାହ କଲା। ସେ ସେଗୁବ ନାମକ ଜଣେ ପୁତ୍ରକୁ ପ୍ରସବ କଲା। ଏହି ମାଖିର ଗିଲେୟାଦର ପିତା ଥିଲା। ସେଗୁବ ଜାଇରର ପିତା ଥିଲା। ଗିଲେୟାଦ ଦେଶରେ ଜାଇରର 23 ଗୋଟି ନଗରୀ ଥିଲା, କିନ୍ତୁ ଗେସୁର ଓ ଆରାମ ସେମାନଙ୍କ ହସ୍ତରୁ ହାବତ ଜାଇର, କେନା ତଥା ସେଗୁଡ଼ିକର ଗ୍ରାମ ସମୂହ ସମେତ 60ଟି ସହର ଅଧିକାର କଲେ। ଏମାନେ ସମସ୍ତେ ଗିଲିଆଦର ପିତା ମାଖିରର ବଂଶଧର ଥିଲେ। ହେସ୍ରୋନର ମୃତ୍ୟୁ ପରେ କାଲେବ ନିଜ ପିତାଙ୍କ ବିଧବା ଏଫ୍ରଥାକୁ ବିବାହ କଲା ଓ ସେ ଆସୁର ନାମକ ଜଣେ ପୁତ୍ରକୁ ଜନ୍ମ ଦେଲା। ଆସୁର ତେକୋଆର ପିତା ଥିଲା। ହେଜ୍ରୋନର ପ୍ରଥମ ଜାତ ଜେରେହମେଲର ପୁତ୍ରମାନେ ତାର ଆଦ୍ୟଜାତ ପୁତ୍ର ରାମ ଓ ତତ୍ପରେ ବୁନା, ଅରେମ, ଅସେମ ଓ ଅହିଜା। ଜେରେହମେଲର ଆଥାର ନାମ୍ନୀ ଅନ୍ୟ ଜଣେ ପତ୍ନୀ ମଧ୍ୟ ଥିଲେ। ସେ ଅନାମର ମାତା ଥିଲା। ଜେରାହମେଲର ଆଦ୍ୟଜାତ ପୁତ୍ର ରାମର ସନ୍ତାନମାନେ ମାସ, ଜାମିନ ଓ ଏକର। ଅନାମର ପୁତ୍ରମାନେ ସାମାଇ ଓ ଜାଦା। ନାଦାବ ଓ ଆବିସୁର ସାମାଇର ପୁତ୍ର ଥିଲେ। ଆବିହାଇଲ ଆବିସୁରର ପତ୍ନୀ ଥିଲା ଓ ସେ ଆହାବାନ ଓ ମେଲିଦକୁ ଜନ୍ମ ଦେଲା। ନାଦାବର ପୁତ୍ରମାନେ ସେଲେଦ ଓ ଆପାଇମ। ସେଲେଦ ନିଃସନ୍ତାନ ହୋଇ ମୃତ୍ୟୁବରଣ କଲା। ଆପାଇମର ପୁତ୍ର ଇସି, ଇସିର ପୁତ୍ର ଶେଷାନ ଓ ଶେଷାନର ପୁତ୍ର ଆହାଲାଇ ଥିଲେ। ସାମାଇର ସହୋଦର ଜାଦାର ପୁତ୍ରମାନେ ଜେଥେର ଓ ଜନାଥନ। ଜେଥେର ନିଃସନ୍ତାନ ହୋଇ ମୃତ୍ୟୁବରଣ କଲା। ପେଲେତ ଓ ସାସା ଜନାଥନର ପୁତ୍ର ଥିଲେ। ଏମାନେ ସମସ୍ତେ ଜେରେହମେଲର ବଂଶଧର ଥିଲେ। ଶେଷାନର କୌଣସି ପୁତ୍ର ନଥିଲା, ତାର କେବଳ କନ୍ୟାମାନେ ଥିଲେ, କିନ୍ତୁ ଶେଷାନର ଜାରାହା ନାମକ ଜଣେ ଇଜିପ୍ଟିୟ ଦାସ ଥିଲା। ତେଣୁ ଶେଷାନ ସ୍ୱକନ୍ୟାକୁ ନିଜ ଦାସ ଜାରାହା ସହ ବିବାହ କଲା ଓ ସେ ଆତାଇକୁ ଜନ୍ମ ଦେଲା। ଆତାଇ ନାଥାନର ଓ ନାଥାନ ସାବାଦର ପିତା ଥିଲେ। ସାବାଦ ଏଫଲାଲର ଓ ଏଫଲାଲ ଅବେଦର ପିତା ଥିଲେ। ଅବେଦ ଠାରୁ ଜେହୁ ଓ ଜେହୁ ଠାରୁ ଆସାରିଆ ଜାତ ହେଲେ। ଆସାରିଆ ହେଲସେର ଓ ହେଲେସ ଏଲସାରର ପିତା ଥିଲେ। ଏଲେୟାଜରଙ୍କ ଠାରୁ ସିମସାଇ ଓ ସିମ୍ମାଇଙ୍କ ଠାରୁ ଶାଲମ ଜାତ ହେଲେ। ଶାଲମ ଜେକାମିଆଙ୍କ ଓ ଜେକାମିଆ ଏଲିସାମଙ୍କ ପିତା ଥିଲେ। ଜେରହମେଲଙ୍କ ସହୋଦର କାଲେବର ପ୍ରଥମ ଜାତ ପୁତ୍ର ଥିଲେ। ମାରେସା ଓ ମାରେସା ସିଫଙ୍କ ପିତା ଥିଲେ। ମାରେସାର ପୁତ୍ର ହେବ୍ରନ। ହେବ୍ରନଙ୍କ ପୁତ୍ରମାନେ କରହା, ତପୁଆ, ରେଖେମ ଓ ସେମା। ସେମା ରାହାମର ଓ ସେ ଜେରେକିଆଙ୍କ ପିତା ଥିଲେ। ରେଖେମ ସାମାଇର ପିତା ଥିଲେ। ସାମାଇର ପୁତ୍ର ମୱାନ ଓ ବେଥୁସୋର। ମାଓନଙ୍କ ପୁତ୍ର ଥିଲେ। କାଲେବ ଠାରୁ ତାର ଉପପତ୍ନୀ ଏଫା, ହାରାନ, ମୋସା ଓ ଗାସିସଙ୍କୁ ଜନ୍ମ ଦେଲା। ହାରାନ ଗାସିସର ପିତା ଥିଲେ। ଯାହାଦାଇର ପୁତ୍ରମାନେ ଥିଲେ ରେଜେମ, ଜଥାମ, ଗେସନ, ପେଲେତ, ଏଫା ଓ ସାଫ। ସେବେର ତିରହାନାକୁ କାଲେବର ଉପପତ୍ନୀ ମାକା ଜନ୍ମ ଦେଲା।
ମାଦମାନାର ପିତା ସାଫ ଏବଂ ମାଖବେନା ଓ ଗିବେୟାର ପିତା ସେବାକୁ ମଧ୍ୟ ମାକା ଜନ୍ମ ଦେଲା। କାଲେବର କନ୍ୟା ଥିଲା ଆଖସା। ଏମାନେ ସମସ୍ତେ କାଲେବଙ୍କ ବଂଶଧର। ଏଫ୍ରାଥାର ପ୍ରଥମଜାତ ପୁତ୍ର ହୁରର ସନ୍ତାନମାନେ ଥିଲେ କିରିୟାତ ଜେୟାରିମର ପିତା ଶେବାଲ, ବେଥଲେହେମର ପିତା ସାଲା ଓ ବେଥଗାଦେରର ପିତା ହାରୋଏ ଓ ମେନୁହତର ଅର୍ଦ୍ଧକୂଳ ମଧ୍ୟ କିରିୟାତ ଜେରିୟମର ପିତା ଶବାଲର ବଂଶଧର ଥିଲେ। ଇତ୍ରୀୟ, ପୁର୍ତୀୟ, ସୁମାତାୟ ଓ ମିଶ୍ରାୟୀୟମାନେ କିରିୟାତ ଜେରାମିୟର କୁଳ ସମୂହଭୁକ୍ତ ଥିଲେ। ଏମାନଙ୍କ ମଧ୍ୟରୁ ସେରାତୀୟ ଓ ଏଶତୀୟ ଅଲୀୟମାନଙ୍କ ଜନ୍ମ ହେଲା। ବେଥଲେହେମ ନେତାପତୀୟମାନେ ଅତ୍ରତ, ବେତ୍‌ଜୋଆବ, ମନାହତୀୟ ଅର୍ଦ୍ଧକୂଳ ଓ ଅସରୀୟମାନେ ସାଲମା ବଂଶଜ ଜାବେଶଠାରେ ବାସ କରିଥିବା ଧର୍ମଶାସ୍ତ୍ରୀମାନେ। ତିରାତୀୟ, ସିମେୟାତୀୟ ଓ ସୁକାତୀୟ ବ୍ୟକ୍ତିଗଣ। ଏମାନେ ସମସ୍ତେ ରେକାବର ବଂଶଜ ହାମାମଠାରୁ ଜାତ କେନାନୀୟମାନେ ଥିଲେ। ପ୍ରଥମ ଇତିବୃତ୍ତ ଅଧ୍ୟାୟ 3 ଦାବିଦଙ୍କ ବଂଶ ପରମ୍ପରା। ହେବ୍ରୋନର ଦାବିଦଙ୍କ ଔରସରୁ ଜାତ ପୁତ୍ରମାନେ ତାଙ୍କର ପ୍ରଥମ ଜାତ ପୁତ୍ର ଆମନୋନ ଜେସ୍ରେଲୀୟ ଆହିନୋଆମଠାରୁ ଜନ୍ମ ହେଲା। ଦ୍ୱିତୀୟ ପୁତ୍ର ଦାନିଏଲ କାର୍ମେଲୀୟ ଆବିଗାଇଲଠାରୁ ଜାତ ହେଲା। ତୃତୀୟ ପୁତ୍ର ଆବସଲୋମ ଗେଶୁରର ରାଜା ତାଲମାଇର କନ୍ୟା ମାକାଠାରୁ ଜାତ ହେଲା। ଆଗିତ ଥିଲା ଚତୁର୍ଥ ପୁତ୍ର। ଆଦୋନିଜାର ମାତା ପଞ୍ଚମ ପୁତ୍ର। ସେଫାଥିୟାକୁ ଆବିଥାଲ ଜନ୍ମ ଦେଲା। ତାଙ୍କର ପତ୍ନୀ ଏଗଲାଠାରୁ ଷଷ୍ଠ ପୁତ୍ର ଇତ୍ରୟାମା ଜାତ ହେଲା। ଏହିପରି ଭାବେ ହେବ୍ରୋନରେ ତାଙ୍କର 6 ଜଣ ପୁତ୍ର ଜନ୍ମ ହେଲେ ଓ ସେଠାରେ 7 ବର୍ଷ ତଥା 6 ମାସ ଓ ଜେରୁସାଲେମରେ 33 ବର୍ଷ ରାଜତ୍ୱ କଲେ। ଜେରୁସାଲେମରେ ତାଙ୍କଠାରୁ ଜାତ ପୁତ୍ରମାନେ ସିମେୟା, ଜୋବାବ, ନାଥାନ, ସଲୋମନ ପ୍ରଭୃତି 4 ଜଣ ପୁତ୍ର ଆମିଏଲର କନ୍ୟା ବାତ୍‌ସୁଆଠାରେ ଜାତ ହେଲେ। ତତ୍ପରେ ଇବ୍‌ହାର, ଏଲିଶାମା, ଏଲିପେଲେତ, ନୋଗା, ନେଫେଗ, ଜାଫିଆ, ଏଲିଶାମା, ଏଲିଆଦ ଓ ଏଲିପେଲେତ ପ୍ରଭୃତି 9 ଜଣ ଉପପତ୍ନୀମାନଙ୍କଠାରୁ ଜାତ ସନ୍ତାନମାନଙ୍କ ବ୍ୟତୀତ ଏମାନେ ସମସ୍ତେ ଦାବିଦଙ୍କ ପୁତ୍ର ଥିଲେ। ସେମାନଙ୍କ ଥାମାର ନାମୀ ଜଣେ ସହୋଦରୀ ମଧ୍ୟ ଥିଲା। ସଲୋମନଙ୍କ ବଂଶଧରମାନେ। ରେହବୋଆମ ସଲୋମନଙ୍କ ପୁତ୍ର ଥିଲେ। ରେହବୋଆମଙ୍କ ପୁତ୍ର ଆବିଜା, ଆବିଜାଙ୍କ ପୁତ୍ର ଆସା, ଆସାଙ୍କ ପୁତ୍ର ଜେହୋଶାଫାତ, ଜେହୋଶାଫାତଙ୍କ ପୁତ୍ର ଜେରାମ, ଜେରାମଙ୍କ ପୁତ୍ର ଆହାସିଆ, ଆହାସିଆଙ୍କ ପୁତ୍ର ଯୋଆସ, ଯୋଆସଙ୍କ ପୁତ୍ର ଆମାସିଆ, ଆମାସିଆଙ୍କ ପୁତ୍ର ଆସେରିଆ, ଆସାରିଆଙ୍କ ପୁତ୍ର ଯୋଥାମ, ଯୋଥାମଙ୍କ ପୁତ୍ର ଆହାସ, ଆହାସଙ୍କ ପୁତ୍ର ହେଜିକିଆ, ହେଜିକିଆଙ୍କ ପୁତ୍ର ମାନାସେ, ମାନାସେଙ୍କ ପୁତ୍ର ଆମନୋନ, ଆମନୋନଙ୍କ ପୁତ୍ର ଯୋସିଆ, ଯୋସିଆଙ୍କ ପୁତ୍ରମାନେ ତାଙ୍କର ପ୍ରଥମ ଜାତ ପୁତ୍ର ଯୋଆନନ, ଦ୍ୱିତୀୟ ପୁତ୍ର ଜେହୋୟାକିମ, ତୃତୀୟ ପୁତ୍ର ସେଦେକିଆ ଓ ଚତୁର୍ଥ ପୁତ୍ର ସାଲୁମ। ଜେହୋୟାମିଙ୍କ ବଂଶଧରମାନେ। ଜେହୋୟାମିଙ୍କ ପୁତ୍ର ଜେକୋନିଆ, ଜେକୋନିଆଙ୍କ ପୁତ୍ର ସେଦେକିଆ। ପ୍ରବାସୀ ଜେକୋନିଆଙ୍କ ପୁତ୍ରମାନେ ଶେଆଲଥିଏଲ, ମାଲକିରାମ, ପେଦାଇଆ, ସେନାସାର, ପେକାମିଆ, ହାସାମା ଓ ନେବାବିଆ। ପେଦାଇଆଙ୍କ ପୁତ୍ରମାନେ ଥିଲେ ସେରୁବାବେଲ ଓ ସିମେଇ। ସେରୁବାବେଲଙ୍କ ପୁତ୍ରମାନେ ଥିଲେ ମେସୁଲାମ ଓ ହାନାନିୟ। ସେମାନଙ୍କର ସହୋଦରୀ ଥିଲା ଶେଲାମିତ, ହାସୁବା, ଓହେଲ, ବେଖେରିଆ, ହାସଦିଆ ଓ ଜୁସାବ।
ହେସେଦ ନାମକ ତାଙ୍କର 5 ଜଣ ପୁତ୍ର ମଧ୍ୟ ଥିଲେ। ହାନାନିଆଙ୍କ ପୁତ୍ରମାନେ ଥିଲେ ପେଲାତିଆ ଓ ଜେସାଇଆ, ଜେସାଇଆଙ୍କ ପୁତ୍ର ରେଫାଇଆ, ରେଫାଇଆଙ୍କ ପୁତ୍ର ଆର୍ନାନ, ଆର୍ନାନଙ୍କ ପୁତ୍ର ଅବାଦିଆ, ଅବାଦିଆଙ୍କ ପୁତ୍ର ସେଖାନିଆ, ସେଖାନିଆଙ୍କ ପୁତ୍ର ସେମାଇଆ, ସେମାଇଆଙ୍କ ପୁତ୍ର ହାତୁସ, ଇଗାଲ, ବାରିଆ, ନେୟାରିଆ, ସାଫାତ, ସର୍ବମୋଟ 6 ଜଣ। ନେୟାରିଆଙ୍କ ପୁତ୍ରମାନେ ଏଲିଏନାଇ, ହିସ୍କିଆ, ଆସ୍ରିକାମ, ସର୍ବମୋଟ 3 ଜଣ। ଏଲିଏନାଇଙ୍କ ପୁତ୍ରମାନେ ହଦାବିଆ, ଏଲିୟାସିବ, ପେଲାଇଆ, ଆକୁବ, ଜହନାନ, ଦେଲାଇଆ ଓ ଆନାନି, ସର୍ବମୋଟ 7 ଜଣ। ପ୍ରଥମ ଇତିବୃତ୍ତ ଅଧ୍ୟାୟ 4। ଜୁଦାଙ୍କର ବଂଶଧର। ଜୁଦାଙ୍କ ପୁତ୍ରମାନେ ପେରେସ, ହେଜରନ, କାର୍ମି, ହୁର ଓ ସାବାଲ। ସାବାଲଙ୍କ ପୁତ୍ର ରେୟାଇଆ ଜାହାତଙ୍କ ପିତା ଥିଲେ ଓ ଜହାତ ଆହୁମାଇ ଓ ଲାହାଦଙ୍କ ପିତା ଥିଲେ। ଏମାନେ ସମସ୍ତେ ସେରାତୀୟ ପରିବାର ବର୍ଗଜ। ଏଥାମଙ୍କ ପୁତ୍ରମାନେ ଜେସ୍ରେଲ, ଇସମା ଓ ଇଦବାସ। ସେମାନଙ୍କ ସହୋଦରୀ ଥିଲା ହାସଲେଲପନି, ପେନୁଏଲଙ୍କ ଗେଦରଙ୍କ ପିତା ଥିଲେ ଓ ଏଜର ହୁସାଙ୍କ ପିତା ଥିଲେ। ଏମାନେ ସମସ୍ତେ ବେଥଲେହେମଙ୍କ ପିତା ଏଫ୍ରାଥଙ୍କ ପ୍ରଥମଜାତ ପୁତ୍ର ହୁରୁଙ୍କ ସନ୍ତାନ ଥିଲେ। ତୋକଆଙ୍କ ପିତା ଆସୁରଙ୍କ ହେଲା ଓ ନାରା ନାମ୍ନୀ ଦୁଇ ଜଣ ପତ୍ନୀ ଥିଲେ। ତାଙ୍କଠାରୁ ଆହୁସାମା, ହେଫେର, ତେମେନି, ହାହାସ୍ତାରି ପ୍ରଭୃତି ପୁତ୍ରମାନଙ୍କୁ ନାରା ଜନ୍ମ ଦେଲା। ଏମାନେ ସମସ୍ତେ ନାରାର ପୁତ୍ର ଥିଲେ। ହେଲାର ପୁତ୍ରମାନେ ସେରେଥ, ଇସାର ଓ ଏଥନାନ, ଅନୁବ ଓ ସେବେକା। ହାରୁମଙ୍କ ପୁତ୍ର ଆହାର ହେଲୋକଙ୍କ ପରିବାର ବର୍ଗଜ କସଙ୍କ ବଂଶଧର ଥିଲେ। ଜାବେଶ ନିଜ ଭ୍ରାତାମାନଙ୍କ ଅପେକ୍ଷା ଅଧିକ ସମ୍ମାନଆସ୍ପଦ ବ୍ୟକ୍ତି ଥିଲେ। ତାଙ୍କର ମାତା ତାଙ୍କୁ ଜାବେଶ ନାମରେ ନାମିତ କରି କହିଲା, ମୁଁ ତାକୁ ବେଦନା ମଧ୍ୟରେ ଜନ୍ମ ଦେଲି। ଜାବେଶ ଇସ୍ରାଏଲର ଈଶ୍ୱରଙ୍କ ସନ୍ନିଧାନରେ ପ୍ରାର୍ଥନା କରି କହିଲେ, ହେ ଈଶ୍ୱର, ମୋତେ ଆଶୀଷ ଦେଇ ମୋର ସୀମା ସରହଦକୁ ବିସ୍ତୃତ କରିବା ପାଇଁ ସଦୟ ହୁଅ। ତୁମ ହସ୍ତ ମୋର ସହବର୍ତ୍ତୀ ରହୁ ଓ ମୋତେ ବିପଦରୁ ରକ୍ଷା କରୁ। ତାହା ହେଲେ ମୁଁ ଦୁଃଖ ସଙ୍କଟରୁ ମୁକ୍ତ ହେବି। ଈଶ୍ୱର ତାଙ୍କ ପ୍ରାର୍ଥନା ପ୍ରତି କର୍ଣ୍ଣପାତ କରି ତାଙ୍କର ନିବେଦନ ପୂର୍ଣ୍ଣ କଲେ। ସୁହାଙ୍କ ସହୋଦରର କେଲୁବ ମେହିରଙ୍କ ପିତା ଥିଲେ ଓ ମେହିର ଏସ୍ତନଙ୍କ ପିତା ଥିଲେ। ଏସ୍ତନଙ୍କ ପୁତ୍ରମାନେ ବେତ, ରାଫା, ପାସେଇ, ଇର, ନାହାସଙ୍କ ପିତା ତହିନା। ଏମାନେ ସମସ୍ତେ ରେଖା ନିବାସୀ ଥିଲେ। କେନାସଙ୍କ ପୁତ୍ରମାନେ ଅଥନିଏଲ, ସେରାଇଆ। ଅଥନିଏଲଙ୍କ ପୁତ୍ରମାନେ ହାତାତ ଓ ମେୟାନ୍ଥାଇ ଅଫ୍ରାମଙ୍କ ପିତା ଥିଲେ ଓ ସେରାଇଆ ଯୋଆବଙ୍କ ପିତା ଥିଲେ। ଶିଳ୍ପ ଚାତୁର୍ଯ୍ୟ ଯୋଗୁଁ ଗେହେରାସିମ ନାମରେ ପରିଚିତ ବ୍ୟକ୍ତିମାନଙ୍କ ପିତା ଯୋଆବ ଥିଲେ। ସେଫୁନଙ୍କ ପୁତ୍ର କାଲେବଙ୍କ ପୁତ୍ରମାନେ ଥିଲେ ଇରୁ, ଏଲା, ନାମ, କେନାସ। ଏଲାଙ୍କଠାରୁ ଜାତ ହେଲେ। ଜେହାଲେଲଙ୍କ ପୁତ୍ରମାନେ ସିଫ, ସିଫା, ତିରିଆ, ଆସରେଲ। ଏଜ୍ରାଙ୍କ ପୁତ୍ରମାନେ ଜେଥେର, ମେରେଦ, ଏଫୋର ଓ ଜଲେନ। ମେରେଦ ଫେରାଓଙ୍କ କନ୍ୟା ବିଥିଆକୁ ବିବାହ କଲେ ଓ ତାଙ୍କଠାରୁ ମିରିୟାମ, ସାମ୍ମାଇ। ଏସ୍ତମାଙ୍କ ପିତା ଇସବାଙ୍କୁ ବିଥିଆ ଜନ୍ମ ଦେଲା। ଜେରେଦଙ୍କ ଜୁଦା ଗୋଷ୍ଠୀର ଜଣେ ପତ୍ନୀ ମଧ୍ୟ ଥିଲା ଓ ସେ ଗେଦେରଙ୍କ ପିତା ଜେରେଦ, ସେକାଙ୍କ ପିତା ହେବେର ଓ ସେନାଙ୍କ ପିତା ଜେକୁଥିଏଲଙ୍କୁ ଜନ୍ମ ଦେଲା। ନାହାମଙ୍କ ସହୋଦରୀ ସହ ହେଦିଆ ବିବାହିତ ହେଲେ ଓ ଗାର୍ମିୟ
କେଇଲାଙ୍କ ପିତୃପୁରୁଷ ଗଣ ଓ ମାକାତୀୟ ଏସ୍ତମାଓ ଏହାର ପୁତ୍ରମାନେ ଥିଲେ। ସିମୋନଙ୍କ ପୁତ୍ରମାନେ ଆମନନ, ରିନା, ବେନ୍, ହାନାନ ଓ ତିଲନ। ଇସିଙ୍କ ପୁତ୍ରମାନେ ସହେତ ଓ ବେନ୍, ସାହେତ। ଜୁଦାଙ୍କ ପୁତ୍ର ଶେଲାଙ୍କ ସନ୍ତାନମାନେ ଲେଖାଙ୍କ ପିତା ଏର, ମାର୍ସେଙ୍କ ପିତା ଲାଦା ଓ ବେତ। ଆସବୀୟ ବାସୀମାନେ ବସ୍ତ୍ର ବୁଣାଳୀମାନଙ୍କ କୁଟୁମ୍ବ ସମୂହ ଯୋକିମ୍, କୋସେବା ନିବାସୀମାନେ ଯୋଆସ ଓ ମୋଆବ ଉପରେ ରାଜୁତି କଲାପରେ ଲେହମକୁ ଫେରି ଯାଇଥିବା ସାରଫା ଏହି ଲେଖା ପ୍ରାଚୀନ ଅଟେ। ଏମାନେ ନେଥାଇମ୍ ତଥା ଗେଦେରା ଦେଶମାନଙ୍କରେ ଅବସ୍ଥାନ କରିଥିବା କୁମ୍ଭାର ଥିଲେ। ସେମାନେ ରାଜାଙ୍କ ସକାଶେ କାର୍ଯ୍ୟ କରି ସେଠାରେ ଅବସ୍ଥାନ କରିଥିଲେ। ସିମେୟନଙ୍କ ବଂଶଧର। ସିମିୟନଙ୍କ ପୁତ୍ରମାନେ ନେମୁଏଲ, ଜାମିନ, ଜାରିବ, ସେରା, ସାଉଲ, ସାଲମ ତାଙ୍କର ପୁତ୍ର ଥିଲେ। ସାଲମଙ୍କ ପୁତ୍ର ମିବସାମ ଓ ମିବସାମଙ୍କ ପୁତ୍ର ମିଶମା ଥିଲେ। ମିଶମାଙ୍କ ପୁତ୍ର ହାମୁଏଲ, ହାମୁଏଲଙ୍କ ପୁତ୍ର ସାକୁର ଓ ସାକୁରଙ୍କ ପୁତ୍ର ସିମେଇ। ସିମେଇଙ୍କର 16 ଜଣ ପୁତ୍ର ଓ 6 ଜଣ କନ୍ୟା ଥିଲେ। କିନ୍ତୁ ତାଙ୍କର ସହୋଦରମାନଙ୍କଠାରୁ ବହୁ ସଂଖ୍ୟକ ସନ୍ତାନ ଜାତ ହୋଇନଥିଲେ। ଜୁଦା ଗୋଷ୍ଠୀର ଲୋକମାନଙ୍କ ଭଳି ସେମାନେ ବୁଦ୍ଧିପ୍ରାପ୍ତ ମଧ୍ୟ ହୋଇନଥିଲେ। ସେମାନେ ବେର୍ସେବା, ମାଲାଦା, ହାସାର ସୁଆଲ, ବିଲହା, ଏସେମ, ତୋଲାଦ, ବେଥୁଏଲ, ହର୍ମା, ସିକ୍ଲାଗ, ବେଥମାରା, କାବେତ, ହାସାର ସୁସିମ, ବେଥବିରି, ସାଆରାଇମ ପ୍ରଭୃତି ନଗରୀଗୁଡ଼ିକରେ ଅବସ୍ଥାନ କଲେ। ଦାବିଦଙ୍କ ରାଜତ୍ୱ କାଳ ପର୍ଯ୍ୟନ୍ତ ଏ ସମସ୍ତ ସେମାନଙ୍କ ନଗରୀ ଥିଲା। ଏଥାମ, ଆଇନ, ରିମନ, ତେଖନ, ଆସାନ ପ୍ରଭୃତି 5ଟି ନଗରୀ ସେଗୁଡ଼ିକର ନିକଟବର୍ତ୍ତୀ ବାଲ ପର୍ଯ୍ୟନ୍ତ ବ୍ୟାପ୍ତ ଗ୍ରାମ ଅଞ୍ଚଳ ସମୂହ ମଧ୍ୟ ସେମାନଙ୍କ ଅଧୀନରେ ଥିଲା। ଏ ସମସ୍ତ ସେମାନଙ୍କ ବାସସ୍ଥଳୀ ଥିଲା। ସେମାନେ ନିଜର ବଂଶାବଳୀ ସମ୍ପର୍କୀୟ ଲେଖାକୁ ଲିପିବଦ୍ଧ କରି ରଖିଲେ। ମେସାବାବ, ଜାମଲେକ, ଆମାସିଆଙ୍କ ପୁତ୍ର ଯୋଶା, ଯୋଏଲ, ଆସିଏଲଙ୍କ ଅଣନାତି ଓ ସେରାଇୟାଙ୍କ ନାତି ଜେସବିୟାଙ୍କ ପୁତ୍ର ଜେହୁ, ଏଲଇଏନାଇ, ଯାକବ, ଜେହୋସିଆ, ଆସାଇୟା, ଆଦିଏଲ, ଜେସିମିଏଲ, ବେନାଇୟା, ସେମାଇୟାଙ୍କ ପୁତ୍ର ସିମ୍ରି, ଯାହାଙ୍କଠାରୁ ଜାତ ଜେଦାଇୟା ଆଲୋନଙ୍କ ପିତା ଥିଲେ, ଏବଂ ଆଲୋନଙ୍କ ପୌତ୍ର ତଥା ସିଫଙ୍କ ପୁତ୍ର ସିସା ଥିଲେ। ଏମାନେ ସମସ୍ତେ ନିଜ ନିଜ କୁଳରୁ କୁଳାଧିପତି ଥିଲେ ଏବଂ ସେମାନଙ୍କ ପୈତୃକ ବଂଶ ସଂଖ୍ୟାଧିକ ଭାବେ ପରିବର୍ଦ୍ଧିତ ହେଲେ। ନିଜର ମେଷପୋଲ ସମୂହ ପାଇଁ ଆବଶ୍ୟକ ଚାରଣଭୂମିର ସନ୍ଧାନାର୍ଥେ ସେମାନେ ଉପତ୍ୟକାର ପୂର୍ବ ଦିଗସ୍ଥ ଗେଦରର ପ୍ରବେଶ ପଥକୁ ଯାତ୍ରା କଲେ। ସେମାନେ ସେଠାରେ ଉତ୍ତମ ତଥା ସମୃଦ୍ଧ ଚାରଣଭୂମିର ସନ୍ଧାନ ପାଇଲେ। ଦେଶଟି ପ୍ରକାଣ୍ଡ, ସ୍ଥିର ତଥା ପ୍ରଶାନ୍ତ ଥିଲା। ସେ ସ୍ଥାନର ପୂର୍ବ ନିବାସୀମାନେ ହାମ ବଂଶଜ ଲୋକ ଥିଲେ। ସିମେନୀୟମାନେ ନାମା ଅନୁକ୍ରମେ ତାଲିକାଭୁକ୍ତ ହୋଇ ଜୁଦାର ରାଜା ହେଜେକିୟାଙ୍କ ଅମଳରେ ମେଉନୀୟମାନଙ୍କୁ ତଥା ସେମାନଙ୍କ ତମ୍ବୁ ସମୂହକୁ ଆକ୍ରମଣ କରି ବିନାଶ କଲେ ଏବଂ ସେଠାରେ ନିଜର ପଶୁପଲ ପାଇଁ ଆବଶ୍ୟକ ଚାରଣ ଭୂମିର ସନ୍ଧାନ ପାଇବା ଯୋଗୁଁ ସେଠାରେ ଅବସ୍ଥାନ କଲେ। ଇଫିମଙ୍କ ପୁତ୍ରଗଣ ପେଲାତିଆ, ନିଆରିଆ, ରେଫାଇୟା, ଉସିସିଏଲଙ୍କ ନେତୃତ୍ୱରେ ସିମେନୀୟ ଗୋଷ୍ଠୀ ଅନ୍ତର୍ଭୁକ୍ତ 500 ବ୍ୟକ୍ତି ସେଇର ପର୍ବତ ପର୍ଯ୍ୟନ୍ତ ଯାତ୍ରା କଲେ। ସେମାନେ ସେଠାରେ ଅବଶିଷ୍ଟ ରହିଥିବା ଆମଲେକୀୟମାନଙ୍କୁ ସଂହାର କରି ଅବସ୍ଥାନ କଲେ। ସେମାନେ ଅତ୍ୟାବଧି ସେଠାରେ ବାସ କରୁଛନ୍ତି।